हेलो फ्रेंड्स जय जगन्नाथ। तो देखुଛନ୍ତି एसएसजीडी रो बहुत बड़ अपडेट आसी जाइए। तो जो मैंने एथरक एसएसजीडी से माने एग्जाम रू फिजिकल मेडिकल बाहर कर देछि सेही मानक पई। तो देखंतु जो मैंने मेडिकल फिजिकल डॉक्यूमेंटेशन बाहर जाइछ तो आउ थरे निजको रिस्टार्ट करने पे चेष्टा करो। एटा आपण पुणी आउ एक सुजोग आउ एटारे वैकेंसी बढ़ी के आसीबो। ଆଉ ତେଣୁକରି ପଢ଼ାପଢ଼ିରେ ଲାଗି ପଡ଼ନ୍ତୁ। ଯେମିତି ଆମକୁ ଆଗକୁ ମାନେ କଟକ ଭିଡ଼ିଓ ଦେଖିବାକୁ ହିଁ ପଡ଼ିବନି, ସେମିତି ପାଠ ପଢ଼ିବା ଆଉ ଭଲ ସ୍କୋର ରଖିବା ଆଉ ଭଲ ପୋଷ୍ଟ ଗୋଟେ ନେଇକି ଜବ୍ କରିବା। ତ ଏହାକୁ ମନ ଭିତରେ ସାହସର ସହିତ ଭାବି ପଢ଼ାପଢ଼ି କରନ୍ତୁ। ଆପଣଙ୍କର ଏକ୍ଜାମ୍ ଡେଟ୍ ଡିକ୍ଲେୟାର ହୋଇସାରିଛି। ତ ଆପଣମାନଙ୍କର ଫେବୃଆରୀ 4 ତାରିଖରୁ 25 ତାରିଖ ଯାଏଁ ଆପଣଙ୍କର ଏକ୍ଜାମ୍ ହେବ। ତ ନିହାତି ଭାବରେ ପଢ଼ାପଢ଼ି କରନ୍ତୁ। ଆପଣଙ୍କ ହାତରେ ଆହୁରି ଦୁଇ ମାସର ଟାଇମ୍ ଅଛି। ସେଇ 2 ମାସ ହିଁ ଆମ ପାଇଁ ବହୁତ କିଛି। ତ ମାନେ ସମୟ ବର୍ବାଦ ନ କରିକି ପଢ଼ାପଢ଼ିରେ ଲାଗି ପଡ଼ନ୍ତୁ। ଯେମିତିକି ଆର ବର୍ଷ ଏଇ ଶୀତ ଦିନ ବେଳକୁ ଆମେ ଗୋଟେ ବର୍ଦ୍ଦିରେ ଥିବା, ତ ସେଇ ମନୋଭାବ ନେଇ ପାଠ ପଢ଼ିବା ଆଉ ଭଲସେ ଭଲ ସ୍କୋର ରଖି ଗୋଟେ ପୋଷ୍ଟ ନେବା। ତ ସମସ୍ତେ ମାନେ ମୋଟିଭେଟ୍ ରୁହ। ଆଉ ଏଇ ବର୍ଷ ଯେଉଁମାନଙ୍କର ହେଲାନି ତା ପାଇଁ ମନ ଦୁଃଖ କରିବା ତ ସେଇଟା ଛାଡ଼ି ଦିଅ। କାହିଁକି ନା ଯେମିତିକି ହାର ଜିତ୍ ଥାଏ, ଯେଉଁ ଖେଳରେ ବି ହାର ଜିତ୍ ଥାଏ ସେଇଭଳି ଏଠି ବି ହାର ଜିତ୍ ଅଛି। ତ ତୁମ ସମୟ ଆସିଲେ ତୁମେ ନିଶ୍ଚିତ ଭାବରେ ଜିତିବ। ତୁମେ କିଛି ଟେନସନ୍ ନେବାର ନାହିଁ। ଆପଣମାନଙ୍କର ଏକ୍ଜାମ୍ଟା ଡିକ୍ଲେୟାର ହୋଇସାରିଛି। ଏଥର ପଢ଼ାପଢ଼ିରେ ଲାଗି ପଡ଼ନ୍ତୁ। ଯଦି ଭିଡ଼ିଓଟି ଭଲ ଲାଗିଛି ନିହାତି ଭାବରେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ମୋତେ ସପୋର୍ଟ କରନ୍ତୁ ଏଇଭଳି ନୂଆ ନୂଆ ଭିଡ଼ିଓ